ପିଲାମାନେ ଆଜିର ଭିଡ଼ିଓରେ ଆମେ ସଂସ୍କୃତ ପଢ଼ିବା ଶିଖିବା। ଆଜି ଆମେ ଅଷ୍ଟମ ଶ୍ରେଣୀ ସଂସ୍କୃତ ବହିର ପରିବେଶ ବିଷୟକୁ ପଢ଼ିବା ଶିଖିବା। ତେବେ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା। ଭାରତୀ ମନୋଜସ୍ୟ ମାତା। ଭାରତୀ ମନୋଜର ମା। ମନୋଜଃ ପ୍ରତିଦିନମ୍ ମାତରଂ ପ୍ରଣମତି। ମନୋଜଃ ମାନେ ମନୋଜ ଶବ୍ଦଟି ବାଳକ ଶବ୍ଦ ପରି ହୋଇଛି, ତେଣୁ ଏଠାରେ ମନୋଜ ମାନେ ମନୋଜ। ପ୍ରତିଦିନ ମାନେ ସବୁଦିନ। ମାତରମ୍ ମାନେ ମାଙ୍କୁ। ପ୍ରଣମତି ମାନେ ପ୍ରଣାମ କରେ। ଅର୍ଥାତ୍ ମନୋଜ ପ୍ରତିଦିନ ମାଙ୍କୁ ପ୍ରଣାମ କରେ। ତାପରେ ନେକ୍ସଟ, ଏକଦା ମନୋଜଃ ମାତ୍ରା ସହ ନଦୀ ତଟେ ଭ୍ରମତି ସ୍ମ। ଏକଦା ଅର୍ଥାତ୍ ଥରେ। ମନୋଜଃ ମାନେ ମନୋଜ। ମାତ୍ରା ସହ ମାନେ ମାଙ୍କ ସହିତ। ନଦୀ ତଟେ ମାନେ ନଦୀ କୂଳରେ। ଭ୍ରମତି ସ୍ମ ମାନେ ବୁଲୁଥିଲା। ତଦା ସହ ମାତ୍ରେ ନିବେଦୟତି ମାତଃ କଃ ନାମ ପରିବେଶଃ କୃପୟା ବଦତୁ। ତଦା ମାନେ ସେତେବେଳେ। ସହ ମାନେ ମନୋଜ ମାଙ୍କୁ ପ୍ରାର୍ଥନା କରି କହିଲା, ମା ପରିବେଶ କ'ଣ ଦୟାକରି କୁହନ୍ତୁ। ମାତା ବଦତି ପୁତ୍ର ଅସ୍ମାନ୍ ପରିତଃ ଯଃ ଦୃଶ୍ୟମାନଃ ଅସ୍ତି ସଃ ପରିବେଶଃ। ମା କହୁଛନ୍ତି, ରେ ପୁଅ, ଆମର ଚାରିପାଖରେ ଯାହା ଦେଖାଯାଉଛି ତାହା ହେଉଛି ପରିବେଶ। ପରିତଃ ମାନେ ଚାରିପାଖରେ। ଭୂମିଃ ଜଳମ୍ ଗଗନମ୍ ବାୟୁଃ ବୃକ୍ଷାଃ ଜୀବାଃ ଚ ବିଶେଷତଃ ପରିବେଶଃ ଇତି ପରିଚିତଃ। ଭୂମି, ଜଳ, ଆକାଶ, ବାୟୁ, ଗଛଲତା ଓ ଜୀବଜନ୍ତୁ ଇତ୍ୟାଦି ବିଶେଷ ଭାବରେ ପରିବେଶ ବୋଲି ପରିଚିତ। ପୁତ୍ରଃ ପୁନଃ ପୃଚ୍ଛତି ମାତଃ କେନ ଭାବେନ ସହ ଦୂଷିତଃ ଭବତି। ପୁତ୍ରଃ ପୁନଃ ପୃଚ୍ଛତି ମାନେ ପୁଅ ମାନେ ମନୋଜ ପୁଣି ଥରେ ପଚାରୁଛି, ମା କେନ ଭାବେନ ମାନେ କିପରି ଭାବରେ ସେ ଦୂଷିତ ହେଉଛି। ମାତା ବଦତି ଗୃହସ୍ୟ ଅବକର ଦ୍ୱାରା ତଥା ଚ କୃଷିକ୍ଷେତ୍ରେ ରାସାୟନିକ ସାରସ୍ୟ ପ୍ରୟୋଗ ଦ୍ୱାରା ଭୂମିଃ ଦୂଷିତା ଭବତି। ମା କହୁଛନ୍ତି ଗୃହସ୍ୟ ମାନେ ଘରର ଅବକାର ଦ୍ୱାରା ତଥା ଅବକାର ମାନେ ଘରର ଅଳିଆ ଆବର୍ଜନା ଦ୍ୱାରା ଓ କୃଷିକ୍ଷେତ୍ରରେ ପ୍ରୟୋଗ କରାଯାଉଥିବା ରାସାୟନିକ ସାର ଦ୍ୱାରା ଭୂମି ପ୍ରଦୂଷିତ ହୋଇଥାଏ। ନେକ୍ସଟ, ନଗରସ୍ୟ ଶିଳ୍ପାଗାରସ୍ୟ ଚ ବର୍ଜ୍ୟଦ୍ରବ୍ୟ ଦ୍ୱାରା ଜଳମ୍ ପ୍ରଦୂଷିତମ୍ ଭବତି। ନଗରସ୍ୟ ଶିଳ୍ପାଗାରସ୍ୟ ଏଠାରେ ସବୁ ଷଷ୍ଠୀ ବିଭକ୍ତି ହୋଇଛି। ନଗରମାନଙ୍କର ଓ ଶିଳ୍ପାଗାର ଗୁଡ଼ିକର ବର୍ଜ୍ୟଦ୍ରବ୍ୟ ଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ। ନେକ୍ସଟ, ତୈଳ ଚାଳିତ ଯାନାନାମ୍ ଧୂମ ଦ୍ୱାରା ବାୟୁଃ ପ୍ରଦୂଷିତଃ ଭବତି। ତୈଳ ଚାଳିତ ଗାଡ଼ିଗୁଡ଼ିକର ଧୂଆଁ ଦ୍ୱାରା ବାୟୁ ପ୍ରଦୂଷଣ ହୋଇଥାଏ। ନେକ୍ସଟ, ଶିଳ୍ପାଗାର ସ୍ଥାପନାର୍ଥମ୍ ଅରଣ୍ୟ କ୍ଷେତ୍ରାଣି ବିନଷ୍ଟାନି ଭବନ୍ତି। ଶିଳ୍ପାଗାର ସ୍ଥାପନାର୍ଥମ୍ ମାନେ ଶିଳ୍ପାଗାର ଗୁଡ଼ିକର ସ୍ଥାପନା ପାଇଁ ଅରଣ୍ୟ କ୍ଷେତ୍ରାଣି ମାନେ ଜଙ୍ଗଲ ଗୁଡ଼ିକ ନଷ୍ଟ ହେଉଛି। ବିନିଷ୍ଟାନି ଅର୍ଥ ନଷ୍ଟ ହେବା। ବୃକ୍ଷାଣାମ୍ ଛେଦନମ୍ ଭବତି। ବୃକ୍ଷଗୁଡ଼ିକର ବୃକ୍ଷମାନଙ୍କର ଛେଦନ ହେଉଛି। ତେନ ବନ୍ୟଜୀବାଃ ବିନାଶମ୍ ଗଚ୍ଛନ୍ତି। ତାହାଦ୍ୱାରା ବନ୍ୟଜୀବମାନଙ୍କର ବିନାଶ ହେଉଛି। ପ୍ରତିଦିନମ୍ ଉତ୍ତାପସ୍ୟ ବୃଦ୍ଧିଃ ଭବତି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆବଶ୍ୟକ ସମୟେ ମେଘାଃ ନ ବର୍ଷନ୍ତି। ଦରକାର ସମୟରେ ବର୍ଷା ହେଉନାହିଁ। ନେକ୍ସଟ, ପୁତ୍ରଃ
मातुः सकाशात् परिवेशस्य प्रदूषण विषयं जानाति। पुओ माँको कारणरू परिवेशर प्रदूषण विषय को जानिछि। सः पुनः मातरं पृच्छति परिवेशः कथं सुरक्षितः भवेत्। सः अर्थात मनोज पुनः माने पुणी थरे मातरं पृच्छति अर्थात माँ को पचारुछि परिवेश कथम माने किपरि सुरक्षित हेई पारिबो। मनोज पुणी थरे माँ को पचारुछि माँ परिवेश किपरि भाबरे सुरक्षित होई पारिबो। माता वदति यदि वयं गृहस्य शिल्पागारस्य च अवकारान् इतस्ततः न क्षिपामः निर्दिष्टे स्थाने स्थापयामः वृक्षाणां रोपणं कुर्मः अनावश्यकं वस्तुं त्यजामः तर्हिर्परिवेशः सुरक्षितः भवेत्। तापरे माता वदति अर्थात माँ कहउछन्ति यदि वयं यदि वयं माने आम्भे माने गृहस्य अर्थात घरर और शिल्पागार गुड़िकर वर्ज्यवस्तु को एणे तेणे न पकई गोटे निर्दिष्ट स्थान रे पकाइबा एवं वृक्षरोपण करिबा अनावश्यक वस्तु गुड़ी को त्याग करिबा तेबे परिवेश सुरक्षित होई पारिबो। नेक्स्ट मातुः कथनेन पुत्रः सन्तुष्टः भवति। मातुः माने माँकर कथारे पुओ खुशी होइगला। मातरि तस्य अधिकः विश्वासः अस्ति। माँक उपरे तस्य अर्थात मनोजर अधिक विश्वास अछि। अतः नूनम अहम 10 वृक्षाण रोपयामि। अतः माने एणु नून माने एणु नून माने आम्भे माने एणु कह जायछि। अतः नूनम अहम 10 वृक्षान रोपयामि। तेणु मनोज कहिला मु 10टी वृक्ष रोपण करिवि परिवेशस्य सुरक्षां च करोमि इति सह शपथं नयति। तेणु मनोज कहिला मु 10टी वृक्ष रोपण करिवि एवं परिवेशर सुरक्षा करिवि बोली शपथ नेला। माता आनंदेन पुत्रम मनोजम आलिंगति। माता माने मनोजर माँ आनंदेन माने आनंदरे माँ आनंदरे पुओ को आलिंगन कले। अतः वक्तुम उचितम वृक्षः रक्षति रक्षितः। अतः माने एणु वक्तुम उचित माने एणु कुहा जाय पारिब जे वृक्ष रक्षति रक्षित अर्थात गछ ही रक्षा करिथाए।